ଶ୍ରୋତାବନ୍ଧୁ ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ରଗଳ୍ପକୁ ପାରମ୍ପରିକତାରୁ ମୁକ୍ତ କରି ଆନ୍ତର୍ଜାତିକ ଚିନ୍ତା ଚେତନାରେ ଦୀକ୍ଷିତ କରେଇଥିବା ଏବଂ ଭାରତୀୟ ଆଧ୍ୟାତ୍ମିକ ଐତିହ୍ୟ ଓ ସାଂସ୍କୃତିକ ମୂଲ୍ୟବୋଧକୁ ପ୍ରତିଷ୍ଠା କରିଥିବା ଜଣେ ଅନନ୍ୟ ଯଶସ୍ୱୀ କଥାକାର ହେଲେ କୃଷ୍ଣପ୍ରସାଦ ମିଶ୍ର। ଶ୍ରୋତାବନ୍ଧୁ କୃଷ୍ଣପ୍ରସାଦ ମିଶ୍ରଙ୍କର ଆମେ ପୂର୍ବରୁ ଏକ ଅଡିଓରେ ତାଙ୍କ ସମ୍ପର୍କରେ ବହୁତ ତଥ୍ୟ ପାଇଛି। ତେବେ ସାହିତ୍ୟ ସାଧନା ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ୱାରା ପୁରସ୍କୃତ ହୋଇଛନ୍ତି। ମୌନାବତୀ ରାତ୍ରି, କ୍ରୀତଦାସର କାବ୍ୟ, ନାୟଗ୍ରା ଓ ଦେବଯାନୀ, ଅରଣ୍ୟ ଓ ଉପବନ, ଭୃଗୁ ସଂହିତା, ନିଜକୁ ନାୟକ କରି, ଚିତ୍ରିତ ଚାଦର, ଏମିତି ତାଙ୍କର ଉଲ୍ଲେଖନୀୟ ଗଳ୍ପ ସଂକଳନ ରହିଛି। ଆଜି ବିଶିଷ୍ଟ ଗାଳ୍ପିକ କୃଷ୍ଣପ୍ରସାଦ ମିଶ୍ରଙ୍କର ଏକ ଚମତ୍କାର କ୍ଷୁଦ୍ରଗଳ୍ପ ଆପଣମାନଙ୍କ ଉଦ୍ଦେଶ୍ୟରେ ମୁଁ ଉପସ୍ଥାପନ କରୁଛି, ଯାହାର ଶୀର୍ଷକ ହେଉଛି ଚିତ୍ରିତ ଚାଦର। କଥାକାର କୃଷ୍ଣପ୍ରସାଦ ମିଶ୍ର। ସେ ମୋର ସବୁଠୁ ପ୍ରିୟ ଛାତ୍ର ଥିଲା। ୱିଟଗେନଷ୍ଟାଇନଙ୍କ ଦ୍ୱିତୀୟ ପର୍ଯ୍ୟାୟର ଭାଷା ବିଶ୍ଳେଷଣ ପଦ୍ଧତି ଓ ତାର ଦର୍ଶନ ବତାଇବା ବେଳେ ସେ ହିଁ ଏକମାତ୍ର ଛାତ୍ର ଯିଏ ଶ୍ରେଣୀର ମୌଳିକ ପ୍ରଶ୍ନମାନ ଉଠାଉଥିଲା ଓ କ୍ଲାସ୍ ସରିଯିବା ପରେ ମୋ ପଛେ ପଛେ ରୁମ୍କୁ ଆସି ତାର ନିଜର ଚିନ୍ତା ଓ ବିଚାର ମୋ ଆଗେ କହୁଥିଲା। ଥରେ ସେ କହିଥିଲା, ଭାଷାର ଗୋଟିଏ ଚାଦର ମୁଁ ଘୋଡ଼େଇ ହେଲା ଭଳି ଲାଗୁଛି। ସେ ଚାଦର ସାରା ନାନା ଚିତ୍ର, ନାନା ରଙ୍ଗର, ନାନା ରୂପ, କେଉଁଠି ସୂର୍ଯ୍ୟ, କେଉଁଠି ଚନ୍ଦ୍ର, କେଉଁଠି ପୃଥିବୀ, କେଉଁଠି ମୋର ୟୁନିଭର୍ସିଟି, ବାଘ, ଭାଲୁ, କୁକୁର, କେଉଁଠି ମୋର ନିଜର ମାତା, ଭଉଣୀ, ଘର, ବାଡ଼ି, ବଗିଚା, କେତେ କ'ଣ। ଏ ପତଳା ଚାଦର ବାହାରେ କ'ଣ ଅଛି ଦେଖିବା ସମ୍ଭବ ପରି ଲାଗୁଥିଲେ ବି ଏତେ ଚିତ୍ର ଯେ ସେଥିରେ ଆଖି ଧ୍ୟାନ ସବୁବେଳେ ଲାଖି ରହୁଛି। ଚାଦର ବାହାରେ ଅଛି ନିଶ୍ଚୟ କିଛି, କିଛି ନଥିବା ବେଳେ ଆଲୋକ ନିଶ୍ଚୟ ଅଛି, କାରଣ ଆଲୋକ ପଡ଼ୁନଥିଲେ ଚାଦରର ଚିତ୍ରଗୁଡ଼ିକ କିପରି ମୋତେ ଦୃଶ୍ୟ ହୁଅନ୍ତେ। ଏହି ବିଚିତ୍ର ଚାଦର କିନ୍ତୁ ମୋର ସମସ୍ତ ସତ୍ତାକୁ ଆବୃତ କରି ରଖିଛି କେବେଠୁ କେଜାଣି। ଏହି ଚାଦରର ଚିତ୍ର ଦେଖୁ ଦେଖୁ ବୋଧେ ସମସ୍ତଙ୍କର ଜୀବନ ସରିଯାଏ। ଅନେକ ହୁଏତ ଭାବୁଥିବେ ସେମାନେ ବାସ୍ତବତା ଦେଖୁଛନ୍ତି, ଅନୁଭବ କରୁଛନ୍ତି, କିନ୍ତୁ ସେମାନଙ୍କ ଅନୁଭୂତି ନିଜ ନିଜ ଚାଦର ଠାରେ ହିଁ ସରିଯାଇଥାଏ ପରା। ଏପରିକି ବ୍ରାହ୍ମଣ ବୁଲି ଆସିଲେ ମଧ୍ୟ ତାହା ନିଜର ଚାଦରର ଚିତ୍ରିତ ବ୍ରହ୍ମାଣ୍ଡ। ଚାଦର ବାହାରକୁ ଯିବାର ଉପାୟ କ'ଣ? ସେଇଆ ମୁଁ ଭାବୁଛି, ଯାହାର ସମାଧାନ ମୁଁ ପାଉନି। ମୃତ୍ୟୁ କ'ଣ ତାହେଲେ ଏ ଚାଦର ବାହାରକୁ ଯିବାର ଉପାୟ? ୱିଟଗେନଷ୍ଟାଇନ ସେୟା କହିବାକୁ ଇଚ୍ଛା କରିଛନ୍ତି କି ଯେତେବେଳେ ସେ କହିଛନ୍ତି ଡେଥ୍ ଇଜ୍ ନଟ୍ ଆନ୍ ଇଭେଣ୍ଟ ଅଫ୍ ଲାଇଫ୍। ନା ଆଉ କିଛି? ନା ମୃତ୍ୟୁ ମଧ୍ୟ ଚାଦରର ଅନ୍ୟ ଏକ ଚିତ୍ର? ବର୍ତ୍ତମାନ ଦୀନବନ୍ଧୁ, ମୁଁ ତୁମକୁ ପଚାରୁଛି, କିଛି ସମାଧାନ ପାଇଲ ତୁମର ସେହି ପ୍ରଶ୍ନର? ମୃତ୍ୟୁ ଆଉ ଏକ ଚିତ୍ର ବା ଚିତ୍ରିତ ଚାଦର ବାହାରକୁ ଯିବାର ଏକ ବାଟ। ଅନ୍ୟାନ୍ୟ ଅଧ୍ୟାପକମାନେ କୁଳପତି ଫେରି ଯାଇଥିଲେ। ସନ୍ଧ୍ୟା ପୂର୍ବରୁ ତ ଛାତ୍ରଛାତ୍ରୀମାନେ ସେମାନଙ୍କର କର୍ତ୍ତବ୍ୟ ସାରି ଦେଇଥିଲେ। କେତେକଙ୍କର ସନ୍ଧ୍ୟାରେ ସିନେମା ପ୍ରୋଗ୍ରାମ ଥିଲା। ଘରଟି ଭିତରେ ଚୌକିଟିରେ ଅଳ୍ପ ଢଳି ପଡ଼ି ଦୀନବନ୍ଧୁଙ୍କର ମା ବାତ୍ୟା ସରିଯିବା ପରେ ଅଧା ଉପୁଡ଼ା ବୃକ୍ଷ ପରି ଦୀନବନ୍ଧୁ ଆଡ଼କୁ ମୁହଁ କରି ରହିଯାଇଥାନ୍ତି। ଖଟଟି ଉପରେ ଦୀନବନ୍ଧୁର ମୃତ ଦେହକୁ ଧଳା ଚାଦରଟିଏରେ ଆବୃତ କରି ରଖା ହୋଇଥାଏ। ଦେହ ଉପରେ ଛାତ୍ରବନ୍ଧୁମାନଙ୍କ ପ୍ରଦତ୍ତ ଅସଂଖ୍ୟ ଫୁଲମାଳ, ଫୁଲଲେନ୍ଥା, ଫୁଲ ପାଖୁଡ଼ା। ମୁଁ ଚେୟାରଟିରେ ବସି ଦୀନବନ୍ଧୁଙ୍କର ମାଙ୍କୁ ସାନ୍ତ୍ୱନା ଦେଉଥିଲି। କିନ୍ତୁ ଏକମାତ୍ର ପୁଅକୁ ହରେଇଥିବା ଜନନୀକୁ କେଉଁ ଭାଷାରେ କିଏ ସାନ୍ତ୍ୱନା ଦେଇପାରେ? ଦୀନବନ୍ଧୁର ଅଧ୍ୟାପକ ଭାବରେ ତା ପରିବାର ସହ ମୋର ପରିଚୟ ଥିଲା। ସେ ଗପର ଖିଅରେ ବାନ୍ଧି ଅନେକ ଥର ମୋତେ ତା ଘରକୁ ଟାଣି ନେଇଛି। ଅନେକ ଥର ଆମେ ସାଙ୍ଗ ହୋଇ ସିନେମା ଦେଖିଛୁ। ଯେଉଁ ଖଟରେ ସେ ଆଜି ନିର୍ଜୀବ ହୋଇ ଶୋଇଛି, କେତେଦିନ ପୂର୍ବେ ସେଇ ଖଟରେ ଗୋଡ଼ ହାତ ହଲେଇ ସେ କହୁଥିଲା, ମୋତେ ସାର୍ କଥା ସର୍ବସ୍ୱ ହୋଇ ରହିବାକୁ ଭଲ ଲାଗେନି।
ମୁଁ ସିନା ଦର୍ଶନ ପଢ଼ୁଛି କିନ୍ତୁ ମୁକ୍ତିର ଉପାୟ କର୍ମରେ ହିଁ ଅଛି ବୋଲି ମୋତେ ବେଳେବେଳେ ଲାଗେ। ମୁଁ ମୋ ମାଆକୁ କୁଣ୍ଢେଇ ପକେଇ ଝାଙ୍କି ଦିଏ କାହିଁକି ଜାଣନ୍ତି? କଲେଜରୁ ଫେରି ସେହିପରି ତାକୁ ଆଦର କରିବାକୁ ଇଚ୍ଛା ହୁଏ ମୋର। ଆପଣ ଜାଣନ୍ତି, ମୁଁ ପିଲା ହୋଇଥିଲି, ମୋ ବାପା ମରିଗଲେ। ତାପରେ ସେ କିଛି ସମୟ ଚୁପ୍ ହୋଇଗଲା। ମୁଁ ତାର ଶୋକାକୁଳ ମୁହଁକୁ ଚାହିଁ ରହିଥାଏ। ଏଥର ସାର୍ ମୁଁ କଲେଜ ୟୁନିୟନର ପ୍ରେସିଡେଣ୍ଟ ପାଇଁ ନିର୍ବାଚନ ଲଢ଼ୁଛି। କ୍ୟାମ୍ପସ୍ ପାଇଁ ବହୁତ କିଛି କରିବାକୁ ଅଛି। କେହି କିଛି କରୁନାହାନ୍ତି। ସମସ୍ତେ ତ ଚାକିରି ପାଇଁ ଡରି ଡରି ଚଳିଲେ। କୁଳପତି ବି ତାଙ୍କ ଚାକିରି ପାଇଁ ସରକାରଙ୍କ ପାଖରେ ଯୋଡ଼ ହସ୍ତ। ଏମିତି ହେଲେ ସାର୍ 100 ବର୍ଷ ଚାଲିଗଲେ ବି ଏ କ୍ୟାମ୍ପସ୍ର କିଛି ଉନ୍ନତି ହେବନି। ଏହାର ରାସ୍ତାଘାଟ, କ୍ୟାଣ୍ଟିନ୍, ଅଫିସ୍, କୋଠାଘର, ରୂପରେଖ ସବୁ ସେହିପରି ରହିଯିବ। ଏ କ୍ୟାମ୍ପସ୍ର ଯେଉଁଠି ହାତ ଦିଅନ୍ତୁ ଦେଖିବେ ଅସନ୍ତୋଷର ନିଆଁ ତାକୁ କିପରି ଭସ୍ମ କରି ରଖିଛି। କ୍ୟାମ୍ପସ୍ରେ ଥିବାବେଳେ ସବୁବେଳେ ମୁଁ ଏକ ତୀବ୍ର କୁହୁଳିଆ ଗନ୍ଧ ଆଘ୍ରାଣ କରିଛି। କିନ୍ତୁ ହେଲା କ'ଣ ଦୀନବନ୍ଧୁ? ତୁମର ରୂପରେଖ ବଦଳିଗଲା। ୟୁନିଭର୍ସିଟି ଯେମିତି ସେମିତି ରହିଗଲା। ଶୋକାତୁର ମାଆକୁ କିଛି ନ କହିଲେ ମଧ୍ୟ ମୁଁ ବସି ରହିବା ଦ୍ୱାରା ସେ କିଛି ଧୈର୍ଯ୍ୟ ପାଇବେ ବୋଲି ମୋର ବିଶ୍ୱାସ ଥିଲା। ଦୀନବନ୍ଧୁ ମୁଣ୍ଡରେ ମସ୍ତବଡ଼ ବ୍ୟାଣ୍ଡେଜ୍ ଭିଡ଼ା ହୋଇଥାଏ। ମୁଣ୍ଡରେ ଆଘାତ ପାଇ ସେ ମରିଥିଲା। ପୁଲିସଠୁ ଶବ ଆଣୁ ଆଣୁ 8-10 ଘଣ୍ଟା ଡେରି ହୋଇଗଲା। ସହରରେ 144 ଜାରି ହୋଇଗଲା। ମିଲିଟାରୀ ପୋଲିସ ସବୁଆଡ଼େ ଛାଇ ହୋଇ ଯାଇଥିଲେ। ତଥାପି ଏକାଠି ନ ହେଲେ ବି ଦୀନବନ୍ଧୁର ଛାତ୍ରବନ୍ଧୁମାନେ ଅଲଗା ଅଲଗା ଆସି ତାର ଶେଷ ଦର୍ଶନ କରି ଫେରି ଯାଇଥିଲେ। ତା ଶବ ଉପରେ ପାଦ ପାଖରେ ଫୁଲ ପକାଇ ଦେଇ ଯାଇଥିଲେ। ଆସନ୍ତାକାଲି ସକାଳେ ଶବ ଶୋଭାଯାତ୍ରା ପାଇଁ ଜିଲ୍ଲାପାଳଙ୍କଠୁ ଅନୁମତି ଆସିଛି। ଦୀନବନ୍ଧୁଙ୍କର ମାଆଙ୍କୁ ସାନ୍ତ୍ୱନା ଦେବା ପାଇଁ ସେମାନେ ଦୀନବନ୍ଧୁ ବିଷୟରେ ଅନେକ କଥା କହି ତାର ଅନେକ ଗୁଣ କୀର୍ତ୍ତନ କରି ଯାଇଥିଲେ। ମା, ଯଦି ଦୀନବନ୍ଧୁ ମରିନଥାନ୍ତା, ଦେଖିଥାନ୍ତେ ସେ ବଡ଼ ହେଲେ କ'ଣ ହୋଇଥାନ୍ତା। ଆମେମାନେ ଦିନେ ତାକୁ ଏ ଦେଶର ପ୍ରଧାନମନ୍ତ୍ରୀ କରିଦେଇଥାନ୍ତୁ। ପର ଦୁଃଖ ବୁଝିବା ପାଇଁ ତାପରି ଆଉ କେହି ଜଣେ ଏମିତି ବାହାରିବେନି। ରିସେସ୍ ପିରିୟଡ଼ରେ ସେ କେବେ ଏକା କ୍ୟାଣ୍ଟିନ୍କୁ ଖାଇବାକୁ ଯାଏନି। ସାଙ୍ଗରେ 5-6 ସାଙ୍ଗଙ୍କୁ ନିଶ୍ଚୟ ନେବ। କାହାକୁ ଭୋକ କରୁଛି, କାହାର ପାଖରେ ପଇସା ନାହିଁ, ସମସ୍ତଙ୍କୁ ପଚାରିବ। ସମସ୍ତଙ୍କୁ ନେଇ ବରା ସିଙ୍ଗଡ଼ା ଖୁଏଇବ, ଚା ପିଏଇବ, ତାପରେ ଡିପାର୍ଟମେଣ୍ଟ ଫେରିବ। ସେ କେବଳ ସାର୍ଙ୍କ ପିରିୟଡ଼କୁ ନିୟମିତ ଆଟେଣ୍ଡ କରେ। ଅନ୍ୟ ବେଳେ ତ ପିଲାଙ୍କ ଦୁଃଖ ସୁଖ ବୁଝିବା ପାଇଁ ଡିପାର୍ଟମେଣ୍ଟ ବୁଲୁଥାଏ। କେତେ ଭଦ୍ର ଥିଲା ସେ। ତା ପାଟିରୁ କେବେ ବି ଅସଭ୍ୟ ଅଶ୍ଳୀଳ କଥା କି ଶୁଣି ନାହାନ୍ତି। କି କୁଳପତି କି ଅଧ୍ୟାପକମାନଙ୍କୁ ଅଯଥା ସମାଲୋଚନା କରିବା କେହି ଶୁଣି ନାହାନ୍ତି। ସେଇଥିପାଇଁ ତ ସେ ଆମମାନଙ୍କର ନେତା ଥିଲା। କି ଅଶୁଭ ମୁହୂର୍ତ୍ତରେ କ୍ୟାମ୍ପସ୍ର କେତେଜଣ ପୁଅ ଝିଅ ମିଶି ପିକନିକ୍ ପାଇଁ ଯାଇଥିଲେ ଓ ପିକନିକ୍ ସ୍ପଟ୍ରେ କ୍ଲିନର କଣ୍ଡକ୍ଟରଙ୍କ ସହ ସେମାନଙ୍କର ବଚସା ହେଲା କେଜାଣି। ତାହା ଏତେ ଉଗ୍ର ଆକାର ଧାରଣ କରିବ ବୋଲି କିଏ ଭାବିଥିଲା? କିନ୍ତୁ ଆନ୍ଦୋଳନ ସାରା ସେ ଘରୋଇ ବସ୍ର କ୍ଲିନର କି ଡ୍ରାଇଭରମାନଙ୍କୁ ନିଷ୍ଠୁରତାର ସହିତ ପଦୁଟିଏ କଥା ମଧ୍ୟ କହିନି। ସବୁବେଳେ ସେମାନଙ୍କୁ ଆପଣ ସମ୍ବୋଧନ, ଭଦ୍ର ବ୍ୟବହାର, କିନ୍ତୁ ସମାଧାନ କିଛି ହୋଇପାରିଲା ନାହିଁ। ଶେଷ ପର୍ଯ୍ୟାୟରେ ମୁଖ୍ୟମନ୍ତ୍ରୀଙ୍କ ଯିବା ବାଟ ବନ୍ଦ କରି ପିକେଟିଂ କରିବାକୁ ପିଲାଏ ସ୍ଥିର କଲେ। ସେଇଠାରେ ଲାଠିମାଡ଼ ଆରମ୍ଭ ହେଲା। ପିଲାଏ ଦୌଡ଼ିଗଲେ। ଦୀନବନ୍ଧୁ କିନ୍ତୁ ଦୌଡ଼ି ଚାଲିଗଲାନି। ଲାଠି ମାଡ଼ରେ ଲହୁଲୁହାଣ ହୋଇ ହସ୍ପିଟାଲକୁ ଆସିବା ବେଳେ ବାଟରୁ ପୋଲିସ ତାକୁ ନିଜ କଷ୍ଟଡିକୁ ନେଇଗଲେ ଓ ଶେଷରେ ହାସ୍ପତାଲରେ ତାର ମୃତ୍ୟୁ। ବସ୍ ପୋଡ଼ା ପ୍ରସ୍ତାବକୁ ସେ ମୂଳରୁ ବିରୋଧ କରି ଆସିଥିଲା। ବସ୍ ପୋଡ଼ା ତା କାମ ନୁହେଁ କି ତା ନେତୃତ୍ୱରେ ପରିଚାଳିତ ପିଲାଙ୍କ କାର୍ଯ୍ୟ ନୁହେଁ। ବସ୍ ପୋଡ଼ିବା ବେଳକୁ ତ ସେ ହାସ୍ପତାଲରେ ମୂର୍ଚ୍ଛା ହୋଇ ପଡ଼ିଥିଲା। ବସ୍ ଦୁର୍ବୃତ୍ତମାନେ ପୋଡ଼ିଛନ୍ତି। ଯେଉଁମାନେ ବସ୍ କିପରି ପୋଡ଼ାଯାଏ ସେ ବିଷୟରେ ଅଭିଜ୍ଞ। ସେମାନେ କେତେଜଣ ପାଚେରୀ ଡେଇଁ ଆସି ବସ୍ ଗୁଡ଼ିକରେ ନିଆଁ ଲଗେଇ ଦେଇ ମାଙ୍କଡ଼ ପରି ପୁଣି ପାଚେରୀ ଡେଇଁ ଚାଲିଗଲେ। ସେମାନେ କିଏ କିପରି ଆସିଲେ ଆମେ ତାହା ଜାଣିନୁ, କିନ୍ତୁ ସେମାନେ ଆମ ମନ କଥା ଜାଣିଦେବା ପରି ବସ୍ ଗୁଡ଼ିକରେ ଅଗ୍ନି ସଂଯୋଗ କରିଦେଇ ଆମ କାମ କଲା ପରି କାର୍ଯ୍ୟ କରି ଚାଲିଗଲେ। ଆମେ ଖୁସି ହେଲୁ, କାରଣ ଆମ ନେତା ହାସ୍ପତାଲରେ ମୂର୍ଚ୍ଛିତ ହୋଇ ପଡ଼ିଥିଲା। ମନରେ ସେତକ ଭାଗ ଥିବାରୁ ବସ୍କୁ ହାଇଜାକିଂ କରି କ୍ୟାମ୍ପସ୍ ଭିତରକୁ ଆଣିଥିବାରୁ ଆମେ ସେହି ଦୋଷରେ ଦୋଷୀ। କିନ୍ତୁ ଲକ୍ଷ ଲକ୍ଷ ଟଙ୍କାର ସେହି ବସ୍ ଗୁଡ଼ିକୁ ଆମେ ପୋଡ଼ି ନାହୁଁ। ଦୀନବନ୍ଧୁ ସଙ୍ଗରେ ତାର ଦକ୍ଷିଣ ହସ୍ତ ପରି ବୁଲୁଥିବା ଆଉ ଜଣେ ଛାତ୍ର କହିଥିଲା, ଦିନାଠୁ ଧୀର ଶାନ୍ତ ପିଲା ଆଉ ମିଳିବେନି ମାଉସୀ।
झियो पिलांकु एही आंदोलन को टाणीबा को तार जम्मारु इच्छा नथिला। सेमानक इज्जत मान सम्मान को जगिबा सेमानकर भाई मानकर पुओ पिलांकर बोली तार जुक्ति थिला। पुलिस थरे गोड़ाइले झियो पिला दौड़ी पारिबेनी, शाढ़ी जोगु छंदी होई पड़िबे। आउ थरे पुलिस हाथ रे पड़िले यौन बुभुक्षु पुरुष सिपाही सेमानक प्रति असदाचरण करिवे। कौन व्यवहार करिवे तार कोन ठिकाना अछि? आम देश रे तो स्त्री लोकन को छुई देले सेमानकु नियारे पसी सतीत्वर परीक्षा देबाकू हुए, किंतु आजिकालिका झियो पिलांकु आपण कम भाबिबेनी माउसी। गंडगोल करी नेता हेबाकू सेमाने भारी हम हम। दिनाकू सेही माने उस्केइले स्ट्राइक फ्राइक करी किछि बड़ धरणर गंडगोल करी आरंभ करि देबाकू। नहेले निर्वाचन रे विपुल संख्या गरिष्ठता से हासिल करिबो किपरि? कैंपस निर्वाचन रे सभापति पद पाइबाकू इच्छा थिबा छात्र को गंडगोल करिबाकू हेबो। कंटारे लुगा पकाई हेउ पछे कर्तृपक्षक सह कलह करी निजको नेता बोली प्रमाण करिबाकू हेबो। ताहले जाई सिना विजय वर्णमाला ता बेकरे लंबिबो। आपण माउसी देखि थांते से दृश्य। बस उपरे दिना बसी स्लोगान देउथला बेले सेमाने बस उपरे ता चारिकड़े बसी किपरि स्लोगान मान देउथले। बस उपरे बस छात उपरे सेमाने बसी बाजा बजाई छात्र मानकु सेमानक आंदोलन रे जोग देबा पई आह्वान करुथले। सेतबेले कि अमिताभ बच्चन 10टा अमिताभ बच्चन ठो दिना सुंदर दिसुथला। से जो पतली ही नीली साड़ी पिंधि झीटीए सी आसी दीनबंधु गोड़ पाखरे बसी कांदी कांदी लोटी पड़ुथला। सेई तो समस्त गोपलीलार राधा। हातर सुना काच बाहर करी दिना को देई से थट्टा करी छात्र मानकु मीटिंग रे कहिथिला, आपण मानक प्रेस्टीज कथा दीनबंधु, कैंपस रो झियो पिलांक प्रेस्टीज। आपण माने जदि नारी जातिर एतक सम्मान रखिबा पई संग्राम करिबाकू पछखुंचा दियंती ताले ठीक अछि। एतक सुना काच पिंधि लेडीज हॉस्टल ले किछि दिन सुना पिला होई रही जांतु, आमे हमर व्यवस्था करिबु। सेही पतली प्रियंबदार कथारे ऑडिटोरियम भांगी पड़िथिला पिलांक पार्टी रे। से माने प्राइवेट बस गुड़िकर कंडक्टर क्लीनर मानक विरोध रे संग्राम पई प्रतिज्ञा मध होई जाइथिले से दिन। आउ जणे पिला आउ गोटे कथा कहिले। एही सब कथा घटुथला बेले कैंटीन रे दिने बाबाजी टी को नै भीषण पाटितुंड आरंभ हो जाइथिला। से एक रोमांचकर कहानी। बाबाजी जहा जटा छिंडे दीनबंधु ऊपर को फोपाड़ी दी चली गला। आमे माने दिने दी पहरे कैंटीन रे बसी चा पिउथलु। कुआडू जणे बाबाजी आसी पहुंचिला। आम पाखरे ठिया होई सबआड़ को चाही मालिका गाइबाकू लागिला। जणे किए तार ढंग ढंग देखि सही न पारी चिड़िला परी कहला, एते गीत काईकी? एथर कथारे कुह। बाबाजी स्वर को विकृत करी कहला, आहे कथारे कहले संभाली पारिबनी मो, छाती दुलुकी जीव, अणचास बहिब। पूरी पिला जणे केही ताकू पुणी चिड़ेई दे कहला, हुसियार माहार जे, मालिका कौन कहूची गद्य कहवा हेउ। हाथ हलाई बाबाजी कहला, मेघ वर्षा न करी खंड खंड उड़ी जीवा के देखिथिल? देखुच मेघ उठौछि किंतु वर्षा न हुई मेघ चली जाउछि। एथरु कौन बुझिल? केते अघटन कथा घटिब, पृथ्वी दुलुकिब, 12 हाथ खंडा बुली जीव, सेथिरे 14 पण कटिजिबे बाप, 2 पण ही रहिबे। सेथकु आजिठु सावधान हुआ। ए कैंपस रे देखिबो केते उत्पात आछि आगु को आगु। पिला एठाकु पाठ पढ़िबाकू आछुचंती, पाठ न पढ़ी कहउचंती परीक्षा घुंच। परीक्षा रे कॉपी करूचंती, कॉपी धरले मास्टर को हेउछि माड। क्यों न्याय कथा रे पिला ए क्यों न्याय कथा पृथ्वी एहाकू सहिब? तुमे कैंटीन रे खाइबो, खाई सारी पैसा न देई चली जीवो, पैसा मागिले स्ट्राइक, नहले कैंटीन लुटी। बाबाजी कथारे अतिष्ट होई जाई पिलाए पाटितुंड करी ताकू, माताजी पाखकू जाओ, आजी बाबाजी रो चिलम बेसी पड़ी जाईची, क्यों मालिका पड़ीजुबे कही तड़ी देले। से समय रे बाबाजी गरम होई जाई जटारू खंडे छिंडे फोपाड़ी देला समस्त उपरकू। ताहा शून्यरू झिटिपिटी खसिबा परी दीनबंधुर सिंगड़ा प्लेट रे थप करी पड़ीगला। दीनबंधु से जटा को चाही दे विषण्ण होईगला। से दिन सारा अन्यमनस्क रहिला। से दिन सारा से अन्यमनस्क रहिला। समस्ते दीनबंधुर गुण कीर्तन करी ता माँ को सांत्वना दे चली जिबा परे से मो आड़ को हठात असहाय होई चाही देइथिले। मु घर को न फेरी से दिन राति सेठी रही जीवी बोली जेतेबेले स्थिर कली एवं चुप बसिली। मु दीनबंधु माँ को बुझाइथिली। थरे दीनबंधु को मो रूम रे बुझाइथिबा परी। आधुनिक समाज रे जिते परिवर्तन हेउची तार मूल रे सबुठी छात्र नेतृत्व रहिची, भविष्यत रे रहिबो मध्य। केबे से माने शिक्षा लाभ पाई समाज ठु विच्छिन्न होई गुरुकुल रे रहुथिले, किंतु ता अतीतर कथा। से माने सेपरी शिक्षा आउ पाइबा संभव नुहे कि उचित मध्य नुहे।
ସେମାନେ ସଂସାରରେ ରହି ଖବରକାଗଜ ପଢ଼ି ସମାଜର ଦୁଃଖ ଦୁର୍ଦ୍ଦଶା ଘରେ ରହି ଜାଣିବେ। ଘରର ଅଶାନ୍ତି ଦ୍ୱନ୍ଦ୍ୱ ଜାଣି ଆଉ ନିରପେକ୍ଷ ହୋଇ ରହିପାରିବେ କିପରି? ସେମାନେ ରାଜନୀତିରେ ଭାଗ ନେବାକୁ ବାଧ୍ୟ ହେବେ। ଆଦର୍ଶ ସମାଜ ପାଇଁ ସେମାନେ ଲଢ଼ିବାକୁ ବାଧ୍ୟ ହେବେ। କାରଣ ଅବକ୍ଷୟ ସମାଜ ସେମାନଙ୍କୁ ସକଳ ଦୁଃଖ ଶୋକ ଦେଉଛି ଯେ ସେମାନେ ଜାଣନ୍ତି ସେମାନଙ୍କର ଅଭାବ, ଦୁଃଖ, ନିରାଶା ଓ ଅଶାନ୍ତି ପଛରେ ଏହି ସମାଜ ଗଠନ ହିଁ କାରଣ। ସେମାନେ ସ୍ୱାଧୀନତା ପାଇଁ ଲଢ଼ନ୍ତି। ଏ ପ୍ରକାର ସ୍ୱାଧୀନତା ଆସିଗଲେ ଅନ୍ୟାନ୍ୟ ଆନୁଷଙ୍ଗିକ ଶ୍ରେୟ ପାଇଁ ମଧ୍ୟ ଲଢ଼ିଥାନ୍ତି। ମୁଁ ଦୀନବନ୍ଧୁକୁ କେବଳ ଗ୍ରନ୍ଥକୀଟ ନ ହୋଇ ପବ୍ଲିକ ଲାଇଫ୍ ସହ ଜଡ଼ିତ ହେବାକୁ ପ୍ରୋତ୍ସାହନ ଦେବା ପରି ତାର ମାଆକୁ ମଧ୍ୟ ସେହିପରି କହି ଚାଲିଥିଲି। ଯେତେବେଳେ ତାଙ୍କର ଘୁଙ୍ଗୁଡ଼ି ହିଁ ମୋତେ ମୋର ଅଧ୍ୟାପନା ଦାୟିତ୍ୱରୁ ଅବସର ଦେଇଥିଲା। ତାପରେ ମୁଁ ବାରଣ୍ଡାକୁ ଉଠିଯାଇ ଆର୍ମ ଚେୟାରଟା ଉପରେ ଶୋଇବାକୁ ଚେଷ୍ଟା କଲି। ସେ ଜାଗାରୁ ଶବର ମୁହଁ ପାଖଟା ପରିଷ୍କାର ଦିଶୁଥାଏ। ସେଇ ମୁହଁଟାକୁ କୋଳରେ ଚାପି ଧରି ଦୀନବନ୍ଧୁର ବିଧବା ମା କିଛି ସମୟ ତଳେ ବାହୁନୁଥିଲେ। ବାବୁରେ, ମୋତେ ପରା ତୀର୍ଥ କରିଯିବାକୁ କହିଥିଲୁ। ଉଠ ବାବୁ, ଉଠ, ତୀର୍ଥ କରିଯିବା। ବାବୁରେ, ମୋତେ ପରା ସୁଖରେ ଅୟସରେ ରଖିବୁ ବୋଲି କହିଥିଲୁ। ଭଉଣୀମାନଙ୍କୁ ଭଲ ଘରେ ବିଭା କରାଇବାକୁ ପରା କହିଥିଲୁ। ଉଠ, ତାହେଲେ ଶୋଇ ରହିଲୁ ଯେ? ଧନ ମୋର, ଉଠ। ସେମାନଙ୍କ ବିଭାଘର ସମୟ ହୋଇଗଲା ଯେ ତୋ ହାତରେ ପରା ମୋତେ ସମର୍ପି ଦେଇ ତୋ ବାପା ଚାଲି ଯାଇଥିଲେ। ତୁ ପୁଣି କେମିତି ମୋତେ ଠକି ଦେଇ ଚାଲି ଯାଉଛୁ ରେ? ଉଠ ମୋ ଧନ, ଉଠ। ମୋତେ ଆଉ ଡରାନା। ତୋ ଭଉଣୀ ଦିଟାକୁ ଗେଲ କରି ପକା ତ। ସେମାନଙ୍କୁ ଟିକେ ବୁଲେଇ ଆଣ ତ। ସେମାନେ ଭାଇନା ଭାଇନା କହି କେତେ କାନ୍ଦିଲେଣି ଦେଖିଲୁ। ଏତେ ଗେଲବସର କ'ଣ ଏଇଥିପାଇଁ କରିଥିଲୁ ସେମାନଙ୍କୁ? ଦୀନା ମୋର, ବାବୁ ଉଠି ପଡ଼େ ଏଥର। ମୁଁ ସହି ନ ପାରି ରୁମାଲରେ ଆଖି ପୋଛି ପୋଛି ବାରଣ୍ଡାରୁ ଚାଲି ଯାଇଥିଲି। ରୁମ୍ରେ ରୁଣ୍ଡ ହୋଇଥିବା ଛାତ୍ରମାନେ ଭୋ ଭୋ କାନ୍ଦୁଥିଲେ। ରାତି କେତୁଟା ବାଜିଥିବ କେଜାଣି ଥପ୍ କରି ଶବ୍ଦରେ ମୋର ନିଦଟା ଭାଙ୍ଗିଗଲା। ମୁଁ ଡରି ଯାଇ ସେଜରେ ବସି ପଡ଼ିଲି। ଶୋଇବା ଘରେ ଲାଇଟ୍ଟା ଜଳୁଥାଏ। ଖଟ ପାଖରେ ଗୋଟାଏ ଖୁବ୍ ମୋଟା 100 ଟଙ୍କିଆ ନୋଟ୍ ବିଡ଼ା ପଡ଼ିଥାଏ। ମୁଁ ନୋଟ୍ ବିଡ଼ାକୁ ଚାହିଁ ଆଶ୍ଚର୍ଯ୍ୟ ହୋଇଯାଇ ଦୀନବନ୍ଧୁର ମାଆଙ୍କ ମୁହଁକୁ ଚାହିଁଲି। ଦୀନାର ଧଳା କନାରେ ଆବୃତ ଶରୀରଟାକୁ ଚାହିଁଲି। ଫୁଲଗୁଡ଼ାକ ଉପରେ ସେତେବେଳେ ଗୋଟେ ବଡ଼ ମାଛି ଉଡ଼ୁଥାଏ। ମୋର ଜୋରରେ ନିଶ୍ୱାସ ପ୍ରଶ୍ୱାସ ଯିବାକୁ ଆରମ୍ଭ ହେଲା। କିଏ ଯେପରି ଦୀନବନ୍ଧୁର ସ୍ୱରରେ କହୁଥିଲା, ସାର୍, କ'ଣ କରାଯାଏ? ଏ ଚିତ୍ରିତ ଚାଦରଟିର ଏ କଥାର ମଧ୍ୟ ଚିତ୍ର ଅଛି। ଆଗରୁ ଛାପା ହୋଇ ସାରିଛି ସାର୍। ମୁଁ କ'ଣ କରିବି? ଏ ଚାଦର ବାହାରକୁ ଚାଲିଗଲେ ହିଁ ରକ୍ଷା ସାର୍। ଏ ଚାଦର ବାହାରକୁ ଚାଲିଗଲେ ହିଁ ରକ୍ଷା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ଯଶସ୍ୱୀ କଥାକାର କୃଷ୍ଣପ୍ରସାଦ ମିଶ୍ରଙ୍କ ଏକ ଚମତ୍କାର କ୍ଷୁଦ୍ର ଗଳ୍ପ, ଯାହାକୁ ତାଙ୍କର ଗୋଟେ ଶ୍ରେଷ୍ଠ ଗଳ୍ପ ଭାବରେ ଆଲୋଚକମାନେ ଅଭିହିତ କରନ୍ତି, ଯାହାର ଶୀର୍ଷକ ଥିଲା ଚିତ୍ରିତ ଚାଦର। କ୍ଷୁଦ୍ର ଗଳ୍ପଟି ଆପଣମାନଙ୍କୁ କେମିତି ଲାଗିଲା? ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।